ଶ୍ରୀମଦ୍ ଭଗବଦ୍ ଗୀତାରେ ପ୍ରଦତ୍ତ ଉପଦେଶଗୁଡ଼ିକ ଆଜିର ସମୟରେ ମଧ୍ୟ ସେତିକି ପ୍ରାସଙ୍ଗିକ। ଏଠାରେ ଧ୍ୱଜଟି ଅମୃତବାଣୀ ଏବଂ ସେଗୁଡ଼ିକର ବାସ୍ତବ ଉଦାହରଣ ପ୍ରଦାନ କରାଗଲା। 1. କର୍ମ କର, ଫଳ ଆଶା ରଖ ନାହିଁ। ବାଣୀ, ତୁମର ଅଧିକାର କେବଳ କର୍ମରେ, ଫଳରେ ନୁହେଁ। ଉଦାହରଣ, ଜଣେ କୃଷକ ନିଷ୍ଠାର ସହ ଜମି ଚାଷ କରିବା ଓ ବିହନ ବୁଣିବା ଉଚିତ। ଯଦି ସେ କେବଳ ବର୍ଷା ବା ଅମଳ ବିଷୟରେ ଚିନ୍ତା କରିବ, ତେବେ ସେ କାମରେ ମନ ଦେଇପାରିବ ନାହିଁ। କର୍ମ କଲେ ଫଳ ଆପେ ଆପେ ମିଳିବ। 2. ପରିବର୍ତ୍ତନ ହିଁ ସଂସାରର ନିୟମ। ବାଣୀ, ଯାହା ଆଜି ତୁମର, କାଲି ତାହା ଅନ୍ୟ କାହାର ଥିଲା। ଉଦାହରଣ, ଜଣେ ବ୍ୟକ୍ତି ଗୋଟିଏ ବଡ଼ ପଦବୀରେ ଚାକିରି କରୁଛନ୍ତି। ତାଙ୍କୁ ମନେ ରଖିବାକୁ ହେବ ଯେଉଁଦିନେ ସେ ଅବସର ନେବେ ଏବଂ ସେହି ସ୍ଥାନରେ ଅନ୍ୟ କେହି ଆସିବ। ତେଣୁ ପଦବୀ ପାଇଁ ଅହଙ୍କାର କରିବା ବୃଥା। 3. କ୍ରୋଧର ପରିଣାମ। ବାଣୀ, କ୍ରୋଧରୁ ଭ୍ରମ ସୃଷ୍ଟି ହୁଏ ଏବଂ ଭ୍ରମରୁ ବୁଦ୍ଧି ନାଶ ହୁଏ। ଉଦାହରଣ, ରାସ୍ତାରେ ଗାଡ଼ି ଚଲାଇବା ବେଳେ ଯଦି କେହି ଆପଣଙ୍କୁ ଓଭରଟେକ୍ କରେ, ତେବେ ରାଗିକି ତା ସହ ଝଗଡ଼ା କଲେ ଦୁର୍ଘଟଣା ହେବାର ସମ୍ଭାବନା ଥାଏ। ରାଗ ମଣିଷର ବିଚାର ଶକ୍ତି ହରାଇ ଦିଏ। 4. ଆତ୍ମା ଆମର। ବାଣୀ, ଆତ୍ମା କେବେ ମରେ ନାହିଁ, ଏହା କେବଳ ଶରୀର ପରିବର୍ତ୍ତନ କରେ। ଉଦାହରଣ, ଯେପରି ଆମେ ପୁରୁଣା ପୋଷାକ ଛିଣ୍ଡିଗଲେ ନୂଆ ପୋଷାକ ପିନ୍ଧୁ, ଆତ୍ମା ମଧ୍ୟ ଗୋଟିଏ ଶରୀର ତ୍ୟାଗ କରି ଅନ୍ୟ ଏକ ଶରୀର ଧାରଣ କରେ। ତେଣୁ ମୃତ୍ୟୁ ପାଇଁ ଶୋକ କରିବା ଅନୁଚିତ। 5. ମନକୁ ବଶ କର। ବାଣୀ, ମନ ଯଦି ବଶରେ ନାହିଁ, ତେବେ ଏହା ଶତ୍ରୁ ପରି କାମ କରେ। ଉଦାହରଣ, ଜଣେ ବ୍ୟକ୍ତି ମିଠା ଖାଇବାକୁ ବାରଣ ହୋଇଥିଲେ ମଧ୍ୟ ଯଦି ମନ ଉପରେ ନିୟନ୍ତ୍ରଣ ନଥାଏ, ସେ ଲୋଭ ସମ୍ଭାଳି ନପାରି ମିଠା ଖାଇ ଦେହ ଖରାପ କରେ। ମନକୁ ଜିତିବା ହିଁ ସବୁଠାରୁ ବଡ଼ ବିଜୟ। 6. ନିଜ ଉପରେ ବିଶ୍ୱାସ। ବାଣୀ, ମଣିଷ ଯେପରି ବିଶ୍ୱାସ କରେ ସେ ସେହିପରି ହୋଇଯାଏ। ଉଦାହରଣ, ଯଦି ଆପଣ ଭାବିବେ ମୁଁ ଏହି କାମଟି କରିପାରିବି ନାହିଁ, ତେବେ ଆପଣ କେବେ ବି ସଫଳ ହେବେ ନାହିଁ। କିନ୍ତୁ ମୁଁ କରିପାରିବି ବୋଲି ଦୃଢ଼ ବିଶ୍ୱାସ ରଖିଲେ ଅସମ୍ଭବ କାମ ବି ସମ୍ଭବ ହୁଏ। 7. ଅତି ଅଭିମାନ ପତନର କାରଣ। ବାଣୀ, ଅହଙ୍କାର ମଣିଷକୁ ସତ୍ୟ ଦେଖିବାକୁ ଦିଏ ନାହିଁ। ଉଦାହରଣ, ଦୁର୍ଯ୍ୟୋଧନଙ୍କୁ ନିଜ ଶକ୍ତି ଉପରେ ଏତେ ଅହଙ୍କାର ଥିଲା ଯେ ସେ ଶ୍ରୀକୃଷ୍ଣଙ୍କ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ, ଯାହା ଶେଷରେ ସମଗ୍ର କୁରୁବଂଶର ବିନାଶର କାରଣ ହେଲା। 8. ସବୁ କିଛି ଭଲ ପାଇଁ ହୁଏ। ବାଣୀ, ଯାହା ହୋଇଛି ଭଲ ହୋଇଛି, ଯାହା ହେଉଛି ଭଲ ହେଉଛି। ଉଦାହରଣ, ଧରନ୍ତୁ ଆପଣଙ୍କର ଏକ ଟ୍ରେନ୍ ମିସ୍ ହୋଇଗଲା। ସେହି ସମୟରେ ଦୁଃଖ ନ କରି ଭାବନ୍ତୁ, ହୁଏତ ସେହିରେ ଗଲେ କିଛି ଅଘଟଣ ଘଟିଥାନ୍ତା। ଭଗବାନ ଯାହା କରନ୍ତି ମଙ୍ଗଳ ପାଇଁ କରନ୍ତି। 9. ସମଦର୍ଶିତା। ବାଣୀ, ଜଣେ ଜ୍ଞାନୀ ବ୍ୟକ୍ତି ସମସ୍ତ ପ୍ରାଣୀଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି। ଉଦାହରଣ, ଜଣେ ପ୍ରକୃତ ସଜ୍ଜନ ବ୍ୟକ୍ତି ଜଣେ ଧନୀ ବ୍ୟକ୍ତିଙ୍କୁ ଯେତିକି ସମ୍ମାନ ଦିଅନ୍ତି, ଜଣେ ଗରିବ ବ୍ୟକ୍ତିଙ୍କୁ ମଧ୍ୟ ସେତିକି ସମ୍ମାନ ଦିଅନ୍ତି। କାରଣ ସେ ଜାଣନ୍ତି ସମସ୍ତଙ୍କ ଭିତରେ ସେହି ଏକା ଈଶ୍ୱର ଅଛନ୍ତି। 10. ଈଶ୍ୱରଙ୍କ ଶରଣାଗତ ହୁଅ। ବାଣୀ, ସବୁ ଚିନ୍ତା ଛାଡ଼ି ମୋର ଶରଣ ନିଅ, ମୁଁ ତୁମକୁ ସବୁ ଦୁଃଖରୁ ମୁକ୍ତ କରିବି। ଉଦାହରଣ, ଯେତେବେଳେ ଦ୍ରୌପଦୀଙ୍କ ବସ୍ତ୍ରହରଣ ହେଉଥିଲା, ସେତେବେଳେ ସେ ଯେତେବେଳ ପର୍ଯ୍ୟନ୍ତ ନିଜ ଶକ୍ତି ଉପରେ ଭରସା କରୁଥିଲେ, ସେତେବେଳ ପର୍ଯ୍ୟନ୍ତ ସେ ବିପଦରେ ଥିଲେ। କିନ୍ତୁ ଯେତେବେଳେ ସେ ସମ୍ପୂର୍ଣ୍ଣ ଭାବେ ଶ୍ରୀକୃଷ୍ଣଙ୍କୁ ଡାକିଲେ, ପ୍ରଭୁ ତାଙ୍କୁ ରକ୍ଷା କଲେ।